এই ପିଲାର ନାମକରଣ ଉଦ୍ଦେଶ୍ୟରେ ତାଙ୍କର ନାତିର ନାମକରଣ ଉଦ୍ଦେଶ୍ୟରେ ଏହି ସତ୍ସଙ୍ଗ ପ୍ରଦାନ କରାଯାଇଛି। এই নামটা দেওঘরରୁ ଆସିଛି, ଆମର ଶିଶୁ ଠାକୁରଙ୍କର ଆଶ୍ରମରୁ ଆସିଛି। এই ସତ୍ସଙ୍ଗୀ ପରିବାରର ଗୋଟେ ବିଶେଷତ୍ୱ, ଯେଉଁମାନେ ଆମେ ଦୀକ୍ଷା ନେଇଛେ, ଶିଶୁ ଠାକୁରଙ୍କୁ ଗୁରୁ ରୂପରେ ଗ୍ରହଣ କରିଛେ, ସବୁ କ୍ଷେତ୍ରରେ ସବୁ ପରିସ୍ଥିତି ଭିତରେ ଆମେ ସବୁବେଳେ ଯେଉଁ ମାଙ୍ଗଳିକ ଅନୁଷ୍ଠାନ କରୁ, ମଙ୍ଗଳ କାର୍ଯ୍ୟକ୍ରମ କରୁ, ସବୁ ଭିତରେ ଶିଶୁ ଠାକୁରଙ୍କୁ ସର୍ବାଗ୍ରେ ରଖି ତାଙ୍କର ନିର୍ଦ୍ଦେଶରେ ଆମେ କାମ କରୁ। ଆମ ଘରରେ ଗୋଟିଏ ସନ୍ତାନଟିଏ ହେଲେ ତାର ନାମକରଣ କରିବା ପାଇଁ ଆମେ ତାଙ୍କର ବାପା, ଜେଜେ ବାପା ଏମାନଙ୍କର ନାମକୁ ମିଳେଇ ଆଚାର୍ଯ୍ୟ ଦେବଙ୍କ ବା ସତ୍ସଙ୍ଗ ପରିବାର ଦେଓଘରରୁ ଠାକୁରଙ୍କ ପରିବାର ନାମଟା ଆସେ। সেই উদ্দেশ্যে এই পিলাটার নাম আসিছি যে নিত্য সুন্দর। এই নামକୁ বিশ্লেষণ কলে বিশেষ ভাবে দেখা যায় এতে সুন্দর নাম আমি চাইলে মধ্য কেতেবেলে আমার পিলাମାନଙ୍କୁ দেই পারুনা। এতে সুন্দর এই গোটিয়ে নহ, যেতে সৎসঙ্গী পরিবারର ପିଲାମାନଙ୍କର ନାମକୁ যদি ଆମେ বিশ্লেষণ କରିବା, ନାମକୁ ଯଦି ଦେଖିବା, ତା ଭିତରେ ଏତେ ସୁନ୍ଦର କଥା ଗୁଡ଼ିକ ଲୁଚିକି ରହିଥାଏ। এই নামକୁ ନେଇ ମଣିଷ ବଞ୍ଚେ। ଆମେ ଦେଖିଛେ সেই ପିଲାର ନାମ ହେଲା ନିତ୍ୟ ସୁନ୍ଦର। ନିତ୍ୟ ମାନେ ପ୍ରତିଦିନ, ପ୍ରତି ମୁହୂର୍ତ୍ତରେ, ପ୍ରତି ସମୟରେ ସେ ସୁନ୍ଦର ହେଇ ଉଠିବ। ସୁନ୍ଦର ହେଇ